ମଜାମଜି ସବୁ କିଛି ଘରର ଚାକରାଣୀ ପରି ତାକୁ ମୁଠାଏ ଖାଇବାକୁ ଦେଲେ ସେ ଘର କୋଣରେ କୋଉଠି ପଡି ରହିଥିବ। ଚାକରାଣୀ ରଖିବା ଭଳିଆ ଧନ ମୋ ପାଖରେ ନାହିଁ। ତମେ ଯେତେବେଳେ ତମ ଝିଅକୁ ବୋଝ ବୋଲି ଭାବୁଛ, ଆମ ସହିତ ସମ୍ପର୍କ ନାହିଁ ଯେତେବେଳେ ସେ ବି ଆମ ପାଇଁ ବଡ ବୋଝ। ସବୁଠି ଝିଅ ଜନ୍ମ କରିଛି ଯେତେବେଳେ ତା ମୁହଁରେ ଗଣ୍ଡେ ଦାନ ଦେବା ଶକ୍ତି ମୋର ଅଛି। ହେଲେ ଗୋଟେ ବିଧବା ଝିଅର ବାପ ଘରେ ରହିଲେ ଯେ କି ଅସୁବିଧା ହୁଏ ସେ କଥା କଣ ଜାଣିପାରୁନ? ତାମାନେ ଏଠି ଯଦି ସେଇ ବିପଦ ପଡେ ତମର କଣ ସେଥିପାଇଁ ଚିନ୍ତା ନାହିଁ? ସକାଳୁ ସକାଳୁ ସାଇ ପଡିଶାରେ ବିଧବ ମୁହଁ ଦେଖିଲେ ମୁହଁ ଚିଞ୍ଚାଡ଼ି ଗାଳି ଦେବେ। ମୁଁ ସେ ଗାଳି ଶୁଣିପାରିବିନି। ତା ଛଡା ତାର ଯୋଉ ବୟସ, ଏ ବୟସରେ ଟଙ୍କା ଆଣି ଜମାଇବା କିଛି ଅସମ୍ଭବ ନୁହେଁ। ଏସବୁ ଝାମେଲା ମୁଁ ମୁଣ୍ଡେଇ ପାରିବିନି। ସବୁଠି ସେ ମୋ ଝିଅ ନୀତି ନିୟମ ଭିତରେ କେମିତି ଚଳିବାକୁ ହୁଏ ସେଟା ପିଲାଟି ଦିନରୁ ଜାଣିଛି। ଜୀବନ ଦେଇଦେବ ପଛେ ହେଲେ ଭୁଲ ବାଟରେ କେବେ ବାଧା ଦବନି। ଯୋଉ ସେ ବିଶ୍ୱାସ ତମର ଅଛି, ତମେ ତାକୁ ନିଜ ଘରେ ରଖୁନ, ଏଠି ଛାଡ଼ି ଯାଉଛ କାହିଁକି? କାରଣ ସେ ତମର ବୋହୂ। ମୋ ପୁଅ ଘରର ସଙ୍ଗେ ସଙ୍ଗେ ସବୁ ଜିନିଷ ଯାଇଛି। ଆମ ପୁଅ ତ ଯାଇଛି, ତମେ ଆଉ ବୋହୂକୁ ଘରୁ ଛାଡ଼ି ଦିଅନି। ତୁ ଚୁପ କର, ଯାଉଛୁ ନା ଏଠୁ। ତମେ ସେମିତି କୁହନି, ବୋହୂକୁ ଆମ ଘରେ ରହିବାକୁ ଦିଅ। এই লোকের আমার ঝিওদের হাত দিয়েছি। ইচ্ছা হইতে রক্ষিতা নলে পিতা করবে দাদা মান ତଳେ ପଡି ଯାଉଛି ନାଇଁ? ଯଦି ଏତେ ମାନ ଅଛି ତାହେଲେ ମୋ ଘରକୁ ଆସୁଥିଲ କାହିଁକି? ଜଣେ ବରିଷ ବୋଲି ଭାବି ଆସିଥିଲି। ମୋ ଝିଅର ଗଲା ଖବର ପାଇ ଆସିଥିଲି। ଆଉ ଆସିଥିଲି ମୋ ଝିଅ ଆଖିରୁ ଲୁହ ପୋଛି ଦେବା ପାଇଁ। ଏ ବୟସର ବିଧବାକୁ ଆଶ୍ରୟ ଦେବାକୁ ବହୁତ ଲୋକ ଆଗେ ଆସିବେ, ନେଇ ତାକୁ ସେମାନଙ୍କ ପାଖକୁ। ତମେ ମଣିଷ ନୁହଁ, ତମେ ଗୋଟେ ପଶୁ। ତମର ଯଦି ଏମିତି ଗୋଟେ ଝିଅ ଥାନ୍ତା, ମୋ ଝିଅ ପୁଅ କେହି ନାହାନ୍ତି। କିନ୍ତୁ ମନେ ରଖ, ଯିଏ ତମକୁ ଜନ୍ମ ଦେଇଛି ସେ ବି ଗୋଟେ ଝିଅ, ଯିଏ ତମକୁ ବାହା ହେଇଛି ସେ ବି ଗୋଟେ ଝିଅ, ଆଉ ତମର ପୁଅ ଯାହାକୁ ବାହା ହେଇଛି ସେ ବି ଗୋଟେ ଝିଅ। ତମେ ନାରୀ ଜାତିକୁ ଅପମାନ କରିଛ। ଭଗବାନ ଏ କଥା କେବେ ସହିବେନି, କେବେ ସହିବେନି। ମତେ ନାଲି ଆଖି ଦେଖୁଛି। ଆରେ ମୋ ଭାଗ୍ୟରେ ଯାହା ହବାର ଥିବ ହବ। ଯାଅ ଯାଅ ଏଠୁ। ଆମେ ଯିବୁ, କିନ୍ତୁ ମନେ ରଖ ଯାହା ସାଙ୍ଗରେ ତା ହାତ ଗଣ୍ଠି ପଡିଛି ସେ ତା ଘରେ ଜୀବନ ସାରା ରହିବାକୁ ବାଧ୍ୟ। ସେ କଥା ମୋ ମଲା ପୁଅକୁ ପଚାରିବ। ଯାଅ। କାହିଁ ଯୌତୁକ ତ ମଲା ପୁଅ ନେଇନଥିଲା, ନେଇଥିଲ ତମେ। କଣ କହିଲ? ସିଏ ଏ ଘରେ ବୋହୂ ହେଇ ରହିବ, ନହେଲେ ବୋହୂ ପାଇଁ ଯୋଉ ଯୌତୁକ ନେଇଛ ଫେରା ତାକୁ। ତାମାନେ ଜନ୍ମ ଠାରୁ ଆଜି ପର୍ଯ୍ୟନ୍ତ ମୋ ପୁଅ ପିଛା ଯାହା ଖର୍ଚ୍ଚ କରି ତାଙ୍କର ଗାଧେଇଗଲା। ବରଂ ତମମାନେ ମତେ ଆହୁରି ଟଙ୍କା ଦବ, କାରଣ ଯୋଉ ପୁଅ ରୋଜଗାର କରି ମତେ ପୋଷିଥାନ୍ତା ସେ ମରିଗଲା କେବଳ ତମରି ମାନଙ୍କ ପାଇଁ। ତାହେଲେ ତମେ ଯୌତୁକ ଫେରେଇବନି। ତମମାନଙ୍କର ଯାହା ଇଚ୍ଛା ତା କରିବ। ଯାଅ ଚାଲ ଚାଲ ଚାଲ। ତମ ବାପା 25-30 ହଜାର ଟଙ୍କା ଖର୍ଚ୍ଚ କରି ବାହାଘରଟା ସାରିଦେଲେ ସିନା, ହେଲେ 10 ଦିନ ଭିତରେ ତମ ଘରକୁ 1.5 ଲକ୍ଷ ଟଙ୍କା ମିଳିବ। 1.5 ଲକ୍ଷ ଟଙ୍କା? କଣ କହୁଛ ତମେ? ସ୍ୱାମୀ ମଲା ବୋଲି ତମ ଭଉଣୀକୁ ବ୍ୟାଙ୍କରୁ ଟଙ୍କା ମିଳିବ। ପାଇଲେ ତ ତା ବାପା ମା ପାଇବେ, ନା କଳ୍ପନା କାହିଁକି ମିଳିବ? କାରଣ ସେ ରାଜେଶର ସ୍ତ୍ରୀ। ଏ ଟଙ୍କା କେବଳ ପାଇବା ପାଇଁ ସେଇ ଯୋଗଦାନ। ନ ଜାଣି ନ ଶୁଣି ସେ ପେଚା ମୁହାଁ ବୁଢା ତାକୁ ଘରୁ ବାହାର କରିଦେଲା। ବୁଝିଲ? ବର୍ତ୍ତମାନ ସେ ସବୁ ଟଙ୍କା ଆମର। ଯାହା କପାଳରେ ଶଙ୍ଖା ସିନ୍ଦୁର ନାହିଁ